ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ଆସନ୍ତୁ ଜାଣିବା କେଉଁ କଥାକୁ ଆମେ ସବୁବେଳେ ଗୁପ୍ତ ରଖିବା କଥା। ଏହିସବୁ କଥା ଜୀବନରେ କାହାକୁ ବି ଜଣାନ୍ତୁ ନାହିଁ, କାରଣ ଏହା ଦ୍ୱାରା ଆପଣଙ୍କର ହିଁ କ୍ଷତି ହୋଇଥାଏ। ସେଥିପାଇଁ ଆପଣ ସବୁବେଳେ ଏହି କଥାକୁ ଗୁପ୍ତ ରଖନ୍ତୁ। ଆପଣ ଯଦି ବିଦ୍ୟାର୍ଥୀ, ତେବେ ଆପଣଙ୍କ ଭବିଷ୍ୟତର ଲକ୍ଷ୍ୟ ଗୁପ୍ତ ରଖନ୍ତୁ, କାହାକୁ ବି କୁହନ୍ତୁ ନାହିଁ। ଯଦି ଆପଣ କୁଆଡ଼େ ଯାଉଛନ୍ତି, ତେବେ ଗନ୍ତବ୍ୟ ସ୍ଥଳକୁ ଗୁପ୍ତ ରଖନ୍ତୁ। କିମ୍ବା ଯଦି ପୁଅ ବା ଝିଅର ପରୀକ୍ଷା କେନ୍ଦ୍ର ଗାଁ ବାହାରେ ବା ସହର ବାହାରେ ହୋଇଥାଏ, ତାହେଲେ ଏହି କଥାକୁ ବି ଗୁପ୍ତ ରଖନ୍ତୁ, କାହାକୁ କୁହନ୍ତୁ ନାହିଁ। ଆପଣଙ୍କ ସାଲାରୀ ମାନେ ଆପଣ କେତେ ଦରମା ପାଉଛନ୍ତି, କାହାକୁ ବି କୁହନ୍ତୁ ନାହିଁ। ଏହି କଥାକୁ ସବୁବେଳେ ଗୁପ୍ତ ରଖନ୍ତୁ। ଯଦି ଆପଣ ଗୁପ୍ତଚର ଚାକିରି କରିଛନ୍ତି, ତେବେ ଏହି କଥା କାହାକୁ ବି କୁହନ୍ତୁ ନାହିଁ। ଯଦି କେଉଁଠିକି ବି ଆପଣ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବା ପାଇଁ ଯାଉଛନ୍ତି, ତେବେ ଏହି କଥା ଆପଣଙ୍କ ପଡ଼ୋଶୀ ଏବଂ ସାଙ୍ଗମାନଙ୍କଠୁ ଗୁପ୍ତ ରଖନ୍ତୁ। ଯଦି ବିଜୟ ହୋଇଯାଇଥାନ୍ତି, ତାହେଲେ ସେ ପର୍ଯ୍ୟନ୍ତ କୁହନ୍ତୁ ନାହିଁ, ଯେଉଁ ଯାଏଁ ଆପଣଙ୍କର ଜଏନିଂ ହୋଇନାହିଁ। ଯଦି ଆପଣଙ୍କର ବିବାହ ଘର ହେବାକୁ ଯାଉଛି, ତେବେ ଶ୍ୱଶୁର ଘରର ଠିକଣା ବିବାହ ଘର ଯାଏ ଗୁପ୍ତ ରଖନ୍ତୁ। ଯଦି ଘରକୁ କେଉଁଠୁ ଅଚାନକ ଧନ ପ୍ରାପ୍ତି ହୋଇଥାଏ, ତ ଏହି କଥାକୁ ଗୁପ୍ତ ରଖନ୍ତୁ। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ଆପଣଙ୍କ ବ୍ୟାଙ୍କର ନାଁକୁ ଗୁପ୍ତ ରଖନ୍ତୁ। ସମ୍ପତ୍ତିର ଭାଗବଣ୍ଟା ହେଉଥାଏ, ତ ସେହି କଥା ଘରର ପୁରୁଷମାନଙ୍କ ମଧ୍ୟରେ ରହିବା କଥା। ଏଠାରେ ବୋହୂକୁ ଏହି କଥାରୁ ଦୂରେଇ ରଖିବା କଥା। ମାନେ ଏଠାରେ ବଡ଼ ଯା କିମ୍ବା ସାନ ଯା ମାନଙ୍କର ଏହି କଥାରେ କୌଣସି କଥା କହିବା ଉଚିତ ନୁହେଁ। ଭଉଣୀ କିମ୍ବା ଝିଅର ଯଦି ବିବାହ ଘର ସ୍ଥିର କରିଛନ୍ତି, ତେବେ ଏହି କଥାକୁ ବିବାହ ଘର ହେବା ଯାଏଁ ଗୁପ୍ତ ରଖନ୍ତୁ। ଝିଅକୁ ଦେଖି ଆସିବା ସମୟରେ ପଡ଼ିଶା ଘର ଲୋକଙ୍କୁ କୁହନ୍ତୁ ନାହିଁ। ଯଦି ବି କୌଣସି ବାହାନାରେ ଆପଣଙ୍କ ପଡ଼ିଶା ଘର ଆପଣଙ୍କ ଘରକୁ ପଳାଇ ଆସିଛନ୍ତି, ତେବେ କିଛି ମିଛ ବାହାନା କରିକି ତାଙ୍କୁ ଫେରାଇ ଦିଅନ୍ତୁ। ଯଦି ଭୁଲବଶତଃ ଭଉଣୀ କି ଝିଅର ଗର୍ଭପାତ ହୋଇଯାଇଛି, ତେବେ ଏହି କଥାକୁ ସର୍ବଦା ଗୁପ୍ତ ରଖନ୍ତୁ। ଯଦି ଭଉଣୀ କିମ୍ବା ଝିଅର କୌଣସି ପ୍ରେମ ପ୍ରସଙ୍ଗ କଥା ବାହାରକୁ ଆସିଯାଏ, ତାହେଲେ ତାକୁ ମଧ୍ୟ ଗୁପ୍ତ ରଖନ୍ତୁ। ପତି ଓ ପତ୍ନୀ ଆପଣଙ୍କ ଭିତରେ ଥିବା ପ୍ରେମ ସମ୍ବନ୍ଧିତ କଥାବାର୍ତ୍ତା କିମ୍ବା ଆପଣଙ୍କ ମନ ମୁତାବକ କଥା ସବୁବେଳେ ଗୁପ୍ତ ରଖନ୍ତୁ। ଆପଣଙ୍କ ଭିତର କଥା ସଦାସର୍ବଦା ଗୁପ୍ତ ରଖନ୍ତୁ। ପୁତ୍ର ଯଦି ବିଗିଡ଼ିଯାଏ କିମ୍ବା ମଦ ଓ ଜୁଆ ଖେଳରେ ବ୍ୟସ୍ତ ରହିଲା, ତେବେ ଏହି କଥାକୁ ଗୁପ୍ତ ରଖନ୍ତୁ ଏବଂ ତାକୁ ବାଟକୁ ଆଣିବା ପାଇଁ ଚେଷ୍ଟା କରନ୍ତୁ। ପୁତ୍ର ଯଦି ବିଦେଶ ପଢ଼ିବା ପାଇଁ ଯାଆନ୍ତି, ତାହେଲେ ବିଦେଶର ସଠିକ୍ ଠିକଣା ଓ ଜାଗାର ନାଁକୁ ଗୁପ୍ତ ରଖନ୍ତୁ, କାରଣ ଶତ୍ରୁ ବିଦେଶ ପର୍ଯ୍ୟନ୍ତ ମଧ୍ୟ ପିଛା କରିଥାଏ। ଜାଗା ବାଡ଼ିର ସବୁ ପେପର ଗୁପ୍ତରେ ରଖନ୍ତୁ। ଯଦି ନୂଆ ଜାଗା ବାଡ଼ି କିଣନ୍ତି, ତାହେଲେ ଯଦି ସେତିକି ଆବଶ୍ୟକ ନ ପଡ଼ିଲେ କାହାକୁ ବି କୁହନ୍ତୁ ନାହିଁ। ଆପଣଙ୍କ ଲକର କେଉଁ ବ୍ୟାଙ୍କରେ ଅଛି, ସେହି ବ୍ୟାଙ୍କର ନାଁ ଗୁପ୍ତ ରଖନ୍ତୁ ଏବଂ ସେହି ବିଷୟରେ କେବଳ ମ୍ୟାନେଜରଠୁ ହିଁ ଉପଦେଶ ନିଅନ୍ତୁ। ଏବଂ ତା ସହିତ ମ୍ୟାନେଜର ଉପସ୍ଥିତ ଥିବା ସମୟରେ ଲକର ଚାବି ଖୋଲନ୍ତୁ ନାହିଁ। ଯଦି ଘରକୁ ନୂଆ ସୁନା ଅଳଙ୍କାର ଆଣୁଛନ୍ତି, ତାହେଲେ ବିଶେଷ କରି ଆପଣଙ୍କ କାମବାଲି ସାମ୍ନାରେ ନେଇକି ରଖନ୍ତୁ ନାହିଁ, କି ତା ଆଗରେ କି ତା ସାମ୍ନାରେ ଏହାକୁ ଦେଖାନ୍ତୁ ନାହିଁ, କି ତା ସାମ୍ନାରେ ଏହାକୁ ଖୋଲନ୍ତୁ ନାହିଁ। କାମବାଲିକୁ କେବେ ବି ବନ୍ଧୁ ବୋଲି ଜମା ବି ଭାବନ୍ତୁ ନାହିଁ। ଆପଣଙ୍କ ମୋବାଇଲ ନମ୍ବର କେବଳ ନିଜର ଅତି ପାଖାପାଖି ଲୋକଙ୍କୁ ଦିଅନ୍ତୁ, କିନ୍ତୁ ଡେବିଟ୍ କାର୍ଡ଼ ଏବଂ କ୍ରେଡ଼ିଟ୍ କାର୍ଡ଼ର ନମ୍ବର କାହାକୁ ବି ଜଣାନ୍ତୁ ନାହିଁ। 20 ବର୍ଷରୁ କମ୍ 12 କି 14 ବର୍ଷର ଛୁଆ ଯାଉଥିବା ସ୍କୁଲ ଏବଂ କେଉଁଥିରେ ଯିବା ଆସିବା କରୁଛନ୍ତି, ସେ ବିଷୟରେ ସବୁ ଗୁପ୍ତ ରଖନ୍ତୁ, କାହାକୁ ଏସବୁ ଡିଟେଲ୍ସରେ କୁହନ୍ତୁ ନାହିଁ। ଯଦି କେଉଁ ଜାଗାକୁ ବୁଲିବା ପାଇଁ କିଛି ଦିନ ପାଇଁ ଯାଉଛନ୍ତି ଆପଣ, ତେବେ ଏହି କଥାକୁ ଗୁପ୍ତ ରଖନ୍ତୁ
ଏବଂ ସବୁଠୁ ଭଲ ହେବ କି ତାଲାକୁ ଗୋଟେ ଛୋଟ କପଡ଼ାରେ ଗୁଡ଼ାଇକି ଯାଆନ୍ତୁ। କୌଣସି ପଡ଼ିଶାକୁ ଜଣାନ୍ତୁ ନାହିଁ କି ଆପଣ କେବେ ଫେରିବେ। ଘରେ ଯଦି କାହାକୁ ଗମ୍ଭୀର ରୋଗ ହୋଇଛି ତାହେଲେ ତାକୁ ଗୁପ୍ତ ରଖନ୍ତୁ। ବାହାର ଲୋକର ସାହାଯ୍ୟ ଜରୁରୀକାଳୀନ ପରିସ୍ଥିତିରେ ହିଁ ନିଅନ୍ତୁ, ନହେଲେ ଏଇ କଥା କାହାକୁ କୁହନ୍ତୁ ନାହିଁ। ଛୁଆ ଯଦି ପରୀକ୍ଷାରେ ଫେଲ୍ ହୋଇଯାଏ ତ ତାକୁ ଗୁପ୍ତ ରଖନ୍ତୁ, କାରଣ ଏହା ଚାରିଆଡ଼େ ଖେଳିଗଲେ ଛୁଆ ଉପରେ ମାନସିକ ବିପରୀତ ହୋଇଥାଏ, ମାନସିକ ପ୍ରଭାବ ପଡ଼ିଥାଏ। ବିବାହଘର ହୋଇଯିବା ପରେ ପୂର୍ବରୁ ହୋଇଥିବା ପ୍ରେମ ବିଷୟରେ କହିବା କିଛି ଆବଶ୍ୟକ ନାହିଁ। ଯଦି ଆପଣଙ୍କର ଚତୁର୍ଥୀ ରାତିରେ ହିଁ ସବୁ କଥା କହିଦିଅନ୍ତି ତାହେଲେ ଏହା ଆଗକୁ ଯାଇକି ଗମ୍ଭୀର ପରିଣାମ ହେବ ଏବଂ ସବୁବେଳେ ଅପମାନ ଶୁଣିବାକୁ ହିଁ ପଡ଼ିଥାଏ। ସେଥିପାଇଁ ସଦାସର୍ବଦା ସତର୍କ ରୁହନ୍ତୁ। ନିଜ ସ୍ୱାମୀ ଘର କଥା ନିଜ ବାପ ଘରେ ଜମା ବି କୁହନ୍ତୁ ନାହିଁ। ସେତିକି ଆବଶ୍ୟକ ନହେଲେ କୁହନ୍ତୁ ନାହିଁ। ଏହା ଜମା ବି ଭଲ ହୋଇନଥାଏ। କୌଣସି ଗରିବ ଲୋକକୁ ଦିଆଯାଇଥିବା ଦାନ କାହାକୁ ବି କୁହନ୍ତୁ ନାହିଁ। ଏହାର କୌଣସି ମୂଲ୍ୟ ରହିନଥାଏ। ମନେ ରଖନ୍ତୁ ସାଙ୍ଗମାନେ, ନିଜ କଥା କି ନିଜ ଘରର କଥା କେବେ ବି ଅନ୍ୟ କାହା ଆଗରେ କୁହନ୍ତୁ ନାହିଁ। ଯଦି ସେତିକି ଆବଶ୍ୟକ ନ ହେଉଛି ଜମା ବି କୁହନ୍ତୁ ନାହିଁ, କାରଣ ସେଇ ଲୋକମାନେ ସମୟ ଅନୁସାରେ ବଦଳି ଯାଆନ୍ତି। ଆଉ ଆପଣଙ୍କ ଖରାପ ସମୟରେ ହିଁ ଆପଣଙ୍କୁ ସେମାନେ ଓଲଟା କଥା କୁହନ୍ତି ଏବଂ ଓଲଟି ଯାଆନ୍ତି। ଯଦି ଆପଣଙ୍କର କୌଣସି କଥା କହିବାର ଅଛି କେବଳ ସୁଖ ଦୁଃଖ କେବଳ ସେ ଭଗବାନଙ୍କୁ ହିଁ ଜଣାନ୍ତୁ। ତାଙ୍କୁ ହିଁ ଜଣାଇଲେ ଆପଣ ସଦାସର୍ବଦା ହସ ଖୁସିରେ ରହିପାରିବେ। ଅନ୍ୟମାନଙ୍କୁ ଜଣାଇଲେ ସେମାନେ ଆପଣଙ୍କୁ ତାନା ହିଁ ମାରିବେ, ଅପମାନ ହିଁ ଦେବେ। ତେଣୁକୁ ନିଜ କଥା କୌଣସି କଥା ବାହାର ଲୋକଙ୍କୁ ଜଣାନ୍ତୁ ନାହିଁ। କାହାଠୁ ଧାର କି କରଜ କରିକି ଆଣିଲେ ଏଇ କଥା କାହାକୁ କୁହନ୍ତୁ ନାହିଁ, ସର୍ବଦା ଗୁପ୍ତ ରଖନ୍ତୁ। ଯଦି ନିଜର ଘନିଷ୍ଠ ସମ୍ପର୍କରେ କୌଣସି ଅନୈତିକ ସମ୍ପର୍କ ସ୍ଥାପିତ ହୋଇଯାଏ ତେବେ ଏହି କଥା ଘର ପରିବାରଠୁ ଯେମିତି ଅନ୍ୟ ବାହାର ଲୋକଙ୍କ ପାଖରେ ନ ପହଞ୍ଚେ, ଏହାକୁ ଗୁପ୍ତ ରଖନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଲାଇକ୍ କମେଣ୍ଟ ସେୟାର ବି କରନ୍ତୁ। ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ନିହାତି ଭାବରେ ସବସ୍କ୍ରାଇବ୍ କରନ୍ତୁ ଏବଂ ଆପଣଙ୍କ ଭଲ ପାଇବା ଦିଅନ୍ତୁ। ସବୁବେଳେ ମନେ ରଖନ୍ତୁ, ସତର୍କ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ। ଆଜି ପାଇଁ ରହୁଛି। ଜୟ ଜଗନ୍ନାଥ।